Good morning students. Today we will discuss about the prose, the three questions. I read paragraph 1, 2 and 3 and you listen carefully. Paragraph 1. Once there was a great king in Germany. He liked soldiers very much because he was a good soldier himself. He had a special liking for one section of tall soldiers in his army. He kept that section under his own care and loved to watch it. He wanted to make it the best section of the army and tried hard to get the best men for it. Paragraph 2. At the first meeting, the king used to ask every new soldier the following three questions. How old are you? How long have you served me already? Do you like the food or the quarters here? Paragraph 3. Once a man from another country came to join the German army. He did not know the German language. How can I answer the king's questions? He said, I cannot understand them. Now write down the meaning of the difficult words of paragraph 1, 2 and 3. Great king ଯାହାର ଅର୍ଥ ହେଉଛି ମହାନ ରାଜା, ସୋଲଜର ଯାହାର ଅର୍ଥ ସୈନିକ, ସ୍ପେଶିଆଲ ଯାହାର ଅର୍ଥ ସ୍ୱତନ୍ତ୍ର, ଲାଇକିଂ ଯାହାର ଅର୍ଥ ଆଗ୍ରହ, ସେକ୍ସନ ଯାହାର ଅର୍ଥ ବିଭାଗ, ମିଟିଂ ର ଅର୍ଥ ସାକ୍ଷାତ, ଲାଙ୍ଗୁଏଜ ର ଅର୍ଥ ଭାଷା। ଏବେ ଆମେ ପାରାଗ୍ରାଫ ଗୁଡ଼ିକର ଅର୍ଥକୁ ବୁଝିନେବା। ଥରେ ଜର୍ମାନୀ ଦେଶରେ ଜଣେ ମହାନ ରାଜା ଥିଲେ। ସେ ସୈନିକମାନଙ୍କୁ ବହୁତ ପସନ୍ଦ କରୁଥିଲେ କାରଣ ସେ ନିଜେ ଜଣେ ଭଲ ସୈନିକ ଥିଲେ। ତାଙ୍କର ଆଗ୍ରହ ପାଇଁ ଲମ୍ବା ଲମ୍ବା ସୈନିକମାନଙ୍କୁ ନେଇ ଗୋଟିଏ ବିଭାଗ କରିଥିଲେ। ସେ ନିଜର ତତ୍ତ୍ୱାବଧାନରେ ଏହି ବିଭାଗକୁ ରଖିଥିଲେ ଏବଂ ସେହି ସୈନିକମାନଙ୍କୁ ଦେଖିବାକୁ ସେ ବହୁତ ଭଲ ପାଉଥିଲେ। ସେ ସେହି ବିଭାଗଟିକୁ ଅନ୍ୟ ବିଭାଗ ଅପେକ୍ଷା ଭଲ ବିଭାଗ କରିବାକୁ ଚାହୁଁଥିଲେ ଏବଂ ସେହି ଦଳରେ ଭଲ ଭଲ ସୈନିକମାନଙ୍କୁ ରଖିବାକୁ ଚାହୁଁଥିଲେ। ଯେତେବେଳେ ଆର୍ମିରେ ନୂଆ ସୈନିକମାନେ ଯୋଗ ଦିଅନ୍ତି, ରାଜାଙ୍କ ସହିତ ପ୍ରଥମ ସାକ୍ଷାତ ସମୟରେ ରାଜା ତାଙ୍କୁ ତିନୋଟି ପ୍ରଶ୍ନ ପଚାରନ୍ତି। ତୁମର ବୟସ କେତେ? ତୁମେ କେତେ ଦିନ ହେଲା ମୋ ସେବା କାର୍ଯ୍ୟରେ ନିୟୋଜିତ ଅଛ? ତୁମେ କ'ଣ ଏଠିକାର ଖାଦ୍ୟ କିମ୍ବା ରହିବା ସ୍ଥାନ ପସନ୍ଦ କରୁଛ କି? ଥରେ ଗୋଟିଏ ଲୋକ ଅନ୍ୟ ଦେଶରୁ ଜର୍ମାନ ଦେଶର ସୈନିକ ହେବା ପାଇଁ ଆସିଥିଲା। ସେ ଜର୍ମାନ ଦେଶର ଭାଷା ଜାଣିନଥିଲା। ସେ କିପରି ଭାବେ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବ? ସେ କହିଲା, ମୁଁ କେବେ ବି ଏଗୁଡ଼ିକୁ ବୁଝିପାରିବି ନାହିଁ। ପିଲାମାନେ, ଆମେ ପାରାଗ୍ରାଫ ଗୁଡ଼ିକର ଅର୍ଥକୁ ବୁଝିନେଲେ। ତୁମମାନଙ୍କ ପାଇଁ କାମ ହେଲା 73 ପେଜରେ ଥିବା କମ୍ପ୍ରିହେନ୍ସନ୍ କ୍ୱେଶ୍ଚିନ୍ର ଆନ୍ସରକୁ ଖାତାରେ କରିକି ଆଣିବ।